ଆଜ୍ଞା ନମସ୍କାର। କେମିତି ଅଛନ୍ତି? ମୁଁ ଜିତେନ୍ଦ୍ର ଆପଣମାନଙ୍କୁ ମୋର ଏହି କବିତା ଦର୍ଶନ ଚ୍ୟାନେଲରେ ସହୃଦୟ ସ୍ୱାଗତ ଜଣାଉଛି। ମୁଁ ଆଶା କରୁଛି ଆପଣମାନେ ଭଲରେ ଥିବେ। ଯିଏ ଯେଉଁଠି ବି ଥାଆନ୍ତୁ ନା କାହିଁକି ଭଲରେ ଥିବେ। ଭଗବାନଙ୍କର ଆଶୀର୍ବାଦ ଆପଣମାନଙ୍କ ଉପରେ ସବୁବେଳେ ରହିଛି। ସମସ୍ତେ ଯେଉଁଠି ବି ଅଛନ୍ତି ଭଲରେ ଅଛନ୍ତି। ମୋର ଆଶା ଆପଣମାନେ ମଧ୍ୟ ଭଲରେ ଥିବେ। ଆଜି ଆପଣମାନଙ୍କ ସହିତ ମୋର ଦ୍ୱିପଦ କଥାବାର୍ତ୍ତା ହେବାର ଅଛି। ଆପଣ ଭାବୁଥିବେ ଇଏ କ'ଣ କରିବ? ସେମିତି କିଛି ନାହିଁ ଆଜ୍ଞା, ବାସ୍ ଏମିତି। ଆଉ ଏଇ ଚ୍ୟାନେଲରେ ଆପଣମାନେ ବହୁତ ମୋର ସହପାଠୀ ଥିବେ, ବନ୍ଧୁ ଥିବେ, ଗୁରୁଜନମାନେ ମଧ୍ୟ ଥିବେ। ଆଜ୍ଞା ଗୋଟେ କଥା କହିବି, ଆପଣମାନେ এই ଭିଡ଼ିଓଟିକୁ ଜମା ସ୍କିପ୍ କରିବେନି। ବହୁତ ଗୁରୁତ୍ୱପୂର୍ଣ୍ଣ କଥା ହେବା। ଆଉ ଆପଣମାନେ ଟିକିଏ ସମୟ ବାହାର କରି ମାତ୍ର এই ଭିଡ଼ିଓଟିକୁ ଦେଖନ୍ତୁ। ଆଉ ଭାଇର କଥା ଟିକେ ଶୁଣନ୍ତୁ, କି ପୁଅର କଥା ଟିକେ ଶୁଣନ୍ତୁ, କି ମଉସାର କଥା ଟିକେ ଶୁଣନ୍ତୁ। ବାସ୍ ଏତିକି। ଆଜ୍ଞା ଆପଣ ଜାଣିଛନ୍ତି ଆମ ଜୀବନଟା ହେଉଛି କର୍ମମୟ ଜୀବନ। ଆମର ମୃତ୍ୟୁ ଯାଏଁ କେବେ କାମ ସରିବନି। ଆମର ମରିଯିବା ଯାଏଁ କେବେ କାମ ସରିବନି। ସେଥିପାଇଁ ଆପଣମାନେ ଯେଉଁଠି ଥାଆନ୍ତୁ, ଯେମିତି ଥାଆନ୍ତୁ, ସବୁବେଳେ ନିଜର ଦେହ ପ୍ରତି ଯତ୍ନ ନେବେ। ଖାଇବା ପିଇବା ନିଜର ଯତ୍ନ ନେବେ। ଖାଇବା ପିଇବା ଯତ୍ନ ନେବେ। ଦେହ ସୁସ୍ଥ ରହିବ ମାନେ ମନ ସୁସ୍ଥ ରହିବ। ମନ ସୁସ୍ଥ ରହିବ ମାନେ ହୃଦୟ ସଫା ରହିବ। ଆଉ ତା ସହିତ ଆପଣମାନେ ଯେଉଁଠି ବି ରୁହନ୍ତୁ ଖୁସିରେ ରହିବେ। ଆଉ ଆପଣମାନଙ୍କ ମନରେ ଭକ୍ତିଭାବ ଜାଗ୍ରତ ହେବ। ତେଣୁ ଆପଣମାନଙ୍କର ମନରେ, ଆପଣମାନଙ୍କର ହୃଦୟରେ, ଆପଣମାନଙ୍କର ଭାବନାରେ ଈଶ୍ୱରଙ୍କ ପ୍ରତି ଏକ ଭାବ ସୃଷ୍ଟି ହେବ। ଆଉ ଏକ ଲକ୍ଷ୍ୟ ସୃଷ୍ଟି ହେବ। ଆଉ ଏକ ବିଶ୍ୱାସ ସୃଷ୍ଟି ହେବ। ତେଣୁ ଏହିସବୁ କଥାକୁ ନେଇ ଆପଣମାନେ ଆଉ କେବେ ବି ନିର୍ଭୁଲରେ କାମ ହେଇକି ଖାଇବା ପିଇବାକୁ ଭୁଲିଯିବେନି, କି ନିଜର ଯତ୍ନ ନେବାକୁ ଭୁଲିଯିବେନି। ଏସବୁ କଥା। ଆଉ ଗୋଟିଏ କଥା ହେଲା, ଏ ଯେଉଁ ଚ୍ୟାନେଲ କବିତା ଦର୍ଶନ, ଆପଣମାନେ ମୁଁ ଯେଉଁ ଭିଡ଼ିଓ ପୋଷ୍ଟ କରେ କବିତା ମାଧ୍ୟମରେ ଆପଣମାନେ ଦେଖନ୍ତି, ମୋତେ ଭଲ ଲାଗେ। ତାପରେ ଆଉ ଗୋଟେ କଥା ହେଲା, এই ଚ୍ୟାନେଲରେ ଯିଏ ସବୁ ଭିଡ଼ିଓ ମୁଁ ପୋଷ୍ଟ କରୁଛି, ଆମର ବାସ୍ ସିମ୍ପଲ୍ କିଛି ନାହିଁ। ଏ ଭିଡ଼ିଓ କରିବାର ଉଦ୍ଦେଶ୍ୟ ହେଲା କି ଆମ ମାତୃଭାଷା ଓଡ଼ିଆର ଯେମିତି ଟେକ ରହିବ। ଏହି ପଦ୍ୟ ମାଧ୍ୟମରେ ଆମର ଏହି ପଦ୍ୟ ଭିତ୍ତିକ ଯେଉଁ କବିତା, ଏହି କବିତା ଭିଡ଼ିଓ ମାଧ୍ୟମରେ ଆମମାନଙ୍କର ସଂସ୍କୃତି, ତା ସହିତ ଆମର ଯେଉଁ ସମାଜର ରୀତିନୀତି, ଆଉ ସମାଜର ଯେଉଁ ପ୍ରତ୍ୟେକ ଦିନ ଘଟୁଥିବା କାର୍ଯ୍ୟାବଳୀ, ଆଉ ବ୍ୟଙ୍ଗ ଭିତ୍ତିକ, ଆଉ ଶିକ୍ଷଣୀୟ ଭିତ୍ତିକ ବହୁତ ସାରା ଜିନିଷ ଏହି କବିତା ମାଧ୍ୟମରେ କରିକି ମୁଁ ପୋଷ୍ଟ କରେ। ଆପଣମାନଙ୍କ ମୋବାଇଲରେ କେବେ ନା କେବେ ଯଦି ଏହି କବିତା ଦର୍ଶନ ଚ୍ୟାନେଲରୁ ଭିଡ଼ିଓଟିଏ ପୋଷ୍ଟ ହୁଏ କି ନୋଟିଫିକେସନ୍ ଆସେ, ତେବେ ଆପଣମାନେ ଦେଖିବେ। ସମୟଟି ବାହାର କରି ସମୟ ଟିକିଏ ବାହାର କରି ଦେଖିବେ। ଆଉ ଯଦି ଭଲ ଲାଗେ ଆପଣମାନେ ମୋତେ କମେଣ୍ଟ ମାଧ୍ୟମରେ ଆପଣମାନଙ୍କର ମତାମତ ଜଣାଇବେ। ଆଉ ଭଲ ଲାଗିଲେ ଆପଣମାନେ ଲାଇକ୍ଟିଏ ବି କରିବେ। ଆଉ ଆପଣମାନେ ଭାଇକୁ ଟିକିଏ ଆପଣମାନଙ୍କର ସପୋର୍ଟ କରିବେ। ଆପଣମାନଙ୍କର ଭାଇକୁ ଟିକିଏ ସାଥ ଦେବେ। କି ଆପଣମାନଙ୍କ ପାଇଁ ମୁଁ ଆଗକୁ ବହୁତ ସୁନ୍ଦର ଭିଡ଼ିଓ ସବୁ ଆଣିବି। ଆଉ ବହୁତ ସୁନ୍ଦର ମନୋରଞ୍ଜନ ଭିତ୍ତିକ, ଆପଣମାନଙ୍କର ଶିକ୍ଷଣୀୟ ଭିତ୍ତିକ ଭିଡ଼ିଓ ମୁଁ ତିଆରି କରି ଏଇଥିରେ ପୋଷ୍ଟ କରିବି। ଆଉ ଆପଣମାନଙ୍କର ମନୋରଞ୍ଜନ କରିବି। ବାସ୍ ଏହିସବୁ। ଆଉ ଗୋଟିଏ କଥା ହେଲା, ଯଦି ଆପଣମାନଙ୍କୁ ଏଇସବୁ ଭିଡ଼ିଓ ଭଲ ଲାଗୁଥାଏ, ତେବେ ଆପଣମାନଙ୍କର ବନ୍ଧୁ ପରିଜନ କି ସାଙ୍ଗସାଥି କି କାହାକୁ ହେଲେ ଆପଣ ହ୍ୱାଟ୍ସଆପ୍ ମାଧ୍ୟମରେ ଏସବୁ ଭିଡ଼ିଓକୁ ସେୟାର କରନ୍ତୁ। ଆଉ ଯଦି ଆପଣମାନେ ଏଇ ଚ୍ୟାନେଲରେ ନୂଆ ଆସିଥିବେ, ତେବେ ସବସ୍କ୍ରାଇବ୍ ଟିକେ କରନ୍ତୁ। ଆଉ ଭାଇକୁ ଟିକିଏ ସାଥ ଦିଅନ୍ତୁ ଆଗକୁ ବଢ଼ିବା ପାଇଁ, ଆହୁରି ନୂଆ ଭଲ ଭିଡ଼ିଓ ସବୁ ପୋଷ୍ଟ କରିବା ପାଇଁ। ତେଣୁ ଆପଣମାନଙ୍କୁ ମୋର ଏତିକି ଅନୁରୋଧ। ଆପଣମାନେ ଏତେବେଳ ଯାଏଁ ଏ ଭିଡ଼ିଓଟିକୁ ଦେଖୁଛନ୍ତି। ଆପଣମାନଙ୍କର ମୂଲ୍ୟବାନ ସମୟକୁ ବର୍ବାଦ କରି ଏଠି ସମୟ ଦେଇ ଦେଖୁଛନ୍ତି। ତେଣୁ ଆପଣମାନଙ୍କୁ ମୋର ହୃଦୟରୁ ଧନ୍ୟବାଦ। ଆପଣମାନେ ଯଦି ଚ୍ୟାନେଲରେ ବି ଏବେ ବି ନୂଆ ଅଛନ୍ତି, ତେବେ ସବସ୍କ୍ରାଇବ୍ ଟିକେ କରନ୍ତୁ। ଆଉ ଭାଇକୁ ଟିକେ ସପୋର୍ଟ କରନ୍ତୁ। ଆଉ ଆପଣମାନେ ଯେଉଁଠି ଅଛନ୍ତି, ଯେମିତି ଅଛନ୍ତି, ଖୁସିରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ। ଆଉ ଆମେ ଏମିତି କଥା ହେଉଥିବା, ଆଉ ଏମିତି ଏଇ ଚ୍ୟାନେଲରେ ଭିଡ଼ିଓ ଆସୁଥିବ। ଏଇ ଚ୍ୟାନେଲରେ ନୂଆ ବିଷୟବସ୍ତୁ ଆସୁଥିବ। ଆପଣମାନେ ଦେଖୁଥିବେ। ଏଇ ତ ସଂସାର ଆଜ୍ଞା, ଆଉ କିଛି ନୁହେଁ।
ଆପଣମାନଙ୍କର ସାଥ ଏମିତି ଥାଉ। ଏଥିସହିତ ନମସ୍କାର, ମୁଁ ରହୁଛି। ପୁଣି ଦେଖା ହେବା ପରବର୍ତ୍ତୀ ବିଷୟବସ୍ତୁରେ।